ଆଜିର ଭିଡ଼ିଓ ବଲି ପ୍ରଥା ପାଇଁ ମୁଁ ଆପଣଙ୍କୁ ଜଣାଉଛି। ଯେହେତୁ ଯେତେ ସାଧୁ ସନ୍ଥମାନେ ଅଛନ୍ତି ଦେବାଦେବୀଙ୍କୁ ପୂଜା କରନ୍ତି, ସେମାନେ ବଲି କାହିଁକି ଦିଆଯାଏ ସେଇଟା ଆପଣଙ୍କୁ ମୁଁ ଜଣାଇବି। ହେଲେ ବଲିଟା ମା କାଳୀ, ମା ଦୁର୍ଗା, ମା ଚଣ୍ଡୀ, ଚାମୁଣ୍ଡା ଯେତେ ଦେବାଦେବୀ 33 କୋଟି ଦେବାଦେବୀ ଅଛନ୍ତି, କେହି ବଲି ମାଗନ୍ତି ନାହିଁ। ଏଟା ମଣିଷ ନିଜ ଇଚ୍ଛାରେ ଦେଇଥାନ୍ତି। ହେଲେ ବଲିଟା ମାଙ୍କୁ ଯଦି ଦିଆଯାଏ, ହେଲେ କେଉଁ ଜିନିଷ ଦିଆଯାଏ? ମାଙ୍କୁ ଫୁଲ, ଫଳ, ଧୂପ, ଦୀପ ଦିଆଯାଏ। ସିନ୍ଦୁର, ନଡ଼ିଆ, ଅଗରବତୀ, ଲେମ୍ବୁ, ଲବଙ୍ଗ, ସୁପାରି, ଇଲାଚି ଏଗୁଡ଼ିକ ମାଙ୍କୁ ଦିଆଯାଏ। ମାଙ୍କୁ ଖୁସି କରିବାର ଅଛି ତ ଏହି ଫଳମୂଳ ବା ଫୁଲ ପାନ ଦିଆଯାଏ। କିନ୍ତୁ ଆଜିକାଲି ମଣିଷ ଅନ୍ଧବିଶ୍ୱାସରେ ଜଣେ ନରବଲି ଦିଆଯାଏ। କୁକୁଡ଼ା, ମେଲଛା ବୋକା ଦିଆଯାଏ, ପେଠି ଦିଆଯାଏ। କିନ୍ତୁ ମୁଁ କେତେବେଳେ ବି ନାଇଁ ଦେଖବାର୍ ଯେ ମାଟା ରକ୍ତ ଖାଉଛି ବୋଲିକରି। ଏଇଟା ହେଉଛି ଅନ୍ଧବିଶ୍ୱାସ। ମାଙ୍କେ ଫଲମୂଲ, ଧୂପ, ଦୀପ, ଅଗରବତୀ, ସିନ୍ଦୁର, ନଡ଼ିଆ ଦିଆଯାଏସି ବୋଲିକରି ମୁଇଁ ଜାଣିଛେ। ହେଲେ ମୁଇଁ ଏଣୁ ଗୋଟକେ ମୁଇଁ ଦେଖିଲି ଯେ ଗୋଟେ କାলী ବାବାକେ ଯେନ୍ଟାକି ପାଟନାଗଡ଼ ଏରିଆ ସୁନାମୁଦି ଗ୍ରାମବାସୀ ଭାନୁମିତ୍ର ଭୋଇ ତାର ନା। ସେ ୟୁଟ୍ୟୁବରେ ମୁଇଁ ଯେତେବେଳେ ଦେଖିଲି ଯେ ଗୋଟେ ବଲି ପ୍ରଥାର ଗୋଟେ କୁଆଁରୀ ହାଟର ଗୋଟେ ତାର ମାନେ ଦେଖାଉଛେ, ଯେ ମୋତେ ବହୁତ ଖରାପ ଲାଗଲା। ଏମିତି ତ ନାଇଁ ହେବାର କଥା। ସେ ନିଜେ ଡିଙ୍ଗ ମାରି କହୁଛେ, ବାକି ଡିଙ୍ଗ ମରା କଥା କେବେ ମାତା ସାହାଯ୍ୟ ନାଇଁ କରନ୍। ଆରୁ ଯିଏକି ଭକ୍ତ ତିନିଟି ଗୋଟି ଯଦି ସେ ଅଂଶୀଦାରରେ ରହିଥିବେ, ଗୋଟିଏ ହେଲା ତାଙ୍କର ଆତ୍ମା ଥିର ରହିବ, ମନ ଥିର ରହିବ, ଜ୍ଞାନ ଶକ୍ତି ଥିର ରହିବ, କ୍ରୋଧ ଥିର ରହିବ, ହିଂସା, କ୍ରୋଧ, କପଟ, ଅହଙ୍କାର ଥିର ରହିବା ଦରକାର। ତାଙ୍କ ମନରେ ଗର୍ବ ଅଛି, ଗର୍ବ ପାଖରେ କୌଣସି ଦେବାଦେବୀ ସାହାଯ୍ୟ କରନ୍ତି ନାହିଁ। କିନ୍ତୁ କାলী ବାବା ନିଜ ଗର୍ବର ସହିତ ସେ ନିଜେ ଚ୍ୟାଲେଞ୍ଜ କରୁଛି। ହେଲେ ମୁଇଁ ସେ ଚ୍ୟାଲେଞ୍ଜ କରବାଟାକେ ଯେନ୍ ୟୁଟ୍ୟୁବରେ ମୁଇଁ ଦେଖୁଛେଁ, ହେଲେ ମୁଇଁ ଗୋଟେ ଚ୍ୟାଲେଞ୍ଜ ଅଛେ ମୋର ବି। ଯଦି ତ ସେ ଯଦି ଚ୍ୟାଲେଞ୍ଜ କରିପାରୁଛେ, ବେଲେ ଆମେ ଗୋଟେ ଗଛର ପତରକେ ଟିକେ ଝଡ଼ାବାର କଥା, ଆରୁ ସେ ଗଛର ପତରକେ ଫିର୍ ଉପରକେ ଚଢ଼ାବାର କଥା, ଉତରାବା ଚଢ଼ାବା। ବେଲେ ସେନୁ ଆମେ ଜାଣମୁ ଯେ କାলী ବାବା ଚ୍ୟାଲେଞ୍ଜ କରୁଛେ ବୋଲି ତାର ଚ୍ୟାଲେଞ୍ଜର ଶକ୍ତି ଆମେ ଜାଣିପାରମୁ। ଆର୍ ଗୋଟେ ମଣିଷ ହାଡ଼ ଗୋଟକେ ଆଣିକରି ସେ ଲୋକକେ ଭୋକା ବନଉଛେ, ଆର୍ ସେ ବଦନାମ ନିଜେ ବଦନାମ ହଉଛେ। ତାକେ କିଏ ବଦନାମ ନି କରବାର୍। ସେ ହଉଛେ ଆଦିବାସୀ ଲୋକ, ତାର ମାଇଣ୍ଡରେ ସେ କାଣା ଗୋଟେ ଡିଫେକ୍ଟ ଅଛେ, ସେ ହସ୍ପିଟାଲ ଯିବାର କଥା। କିନ୍ତୁ ଇ ବାବଦରେ ଆଲୋଚନା ନାଇଁ କରବାର କଥା। ସେଥିର୍ଲାଗି ମୁଇଁ ଲୋକଲୋଚନରେ କହୁଛେଁ, ଏକଚୁଆଲି ସେ ନିଜେ ମୁରୁଖ ଲୋକେ, ଟିକେ ଆଦେ ପଢ଼ିଥିଲେ ଶିଖିଥିସି। ତା ଆଜିକାଲି ଯୁଗ ବି ବଦଳିଛେ, ବହୁତ ତାନ୍ତ୍ରିକ ଫାନ୍ତ୍ରିକରେ ବି ଅଛେ ଯାହାର କି ମନ ଏକତ୍ରିତ ଅଛେ, ସେ ଲୋକ ପାଖେ ତାନ୍ତ୍ରିକର ବିଦ୍ୟା ଅଛେ।
ଯାହାର ମନର ଯଦି ଏକତ୍ରିତ ନେନା ଅହଙ୍କାର ହିଂସା କ୍ରୋଧ କପଟ ଅଛେ ତାର ପାଖେ ସେଟା ନେନା। ସେଥିଲାଗି ମୁଇଁ ଭିଡ଼ିଓଟା ମୁଇଁ ଆପଣମାନଙ୍କୁ ଜଣାଉଛେ। କାଲି ସାଧନରେ ବଲି କେବେ ନାଇଁ ଦିଆ ହୁଏ, ରକ୍ତ ବଲି। ମାଙ୍କୁ ଲେମ୍ବୁ ଫଳ ମୂଳ ଲବଙ୍ଗ ସୁପାଡ଼ି ଧୂପ ଦୀପ ଦିଆ ହୁଏ। ଆଉ ମୁଇଁ ବି ସେ ଲବଙ୍ଗ ଲେମ୍ବୁ ସିନ୍ଦୁର ନଡ଼ିଆ ଅଗରବତୀ ଦେଇଥାଏ। କିନ୍ତୁ ଅଗରବତୀ କହିଲେ ନ ହୁଏ, ମା ଯେଉଁ ଅଗରବତୀ ଦିଅନ୍ତି ବା ପାହାନ୍ତି ସେଇ ଅଗରବତୀ ମୁଁ ଦିଏ। ମୁଁ ଏ ଭିଡ଼ିଓରେ ଆପଣଙ୍କୁ ମୁଁ ଜଣାଇବି ନାହିଁ। ଆଉ ଲେମ୍ବୁ କେତେଟା ଦିଆଯାଏ ସେଇଟା ବି ବଳି ପ୍ରଥା ଦିଆଯାଏ ଲେମ୍ବୁକୁ, ସେଇଟା ବି ଆପଣଙ୍କୁ ଅନ୍ୟ ଭିଡ଼ିଓରେ ମୁଁ କହିବି। ଏ ଭିଡ଼ିଓରେ ମୁଁ କହିବି ନାହିଁ। ତାପରେ ମୁଁ କେମିତି କରାଯାଏ ମାଙ୍କର ସାଧନା ସେଇଟା ଆପଣଙ୍କୁ ମୁଁ ଜଣାଇବି ଅନ୍ୟ ଭିଡ଼ିଓରେ। ଜୟ ଭାରତ, ଜୟ ହିନ୍ଦ।